એટલે સેડા તો ધરીને પછી બધા સર સરી પ્રમાણે રમે પડાવડી સરી ખૂબ શાંતિ રહી છે તને માસાનો સુંદર બાકી કલા જીવન સરી શાંતિ રહી મને આજી પરડો મોગના કોઈ ચિંતા નહીં કરી હા ભાભી નાગુ આજી પરડો કૃષ્ણ તો ભાઈ મરી ગયો କିଛି କହିବା ଦରକାର ନାହିଁ ଘର ଅସୁବିଧାରେ ପଡ଼ି ଅସହାୟ ବୁଢ଼ା ବୁଢ଼ୀ ଆଶ୍ରୟ ଲୋକ ଅଛନ୍ତି ସେମାନଙ୍କର କିନ୍ତୁ ଅସୁବିଧା ନ ହୁଏ ଆରେ ହଁ ସେମାନେ ଠିକ୍ ସମୟରେ ଖାଦ୍ୟ ଖାଇବେ ଠିକ୍ ସମୟରେ ମେଡିସିନ ଖାଇବେ ହଁ ଠିକ୍ ସମୟରେ ଡକ୍ଟରଙ୍କ ପାଖରେ ଟ୍ରିଟମେଣ୍ଟ ହେବେ ହଁ ମୁଁ ଚାହୁଁ ତୁମେ ସେଇଆ କର ନାଇଁ 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 ତମର କିଛି କହିବା ଦରକାର ନାହିଁ ରଖ नमस्कार डॉक्टर आपण आसीଛନ୍ତି गोड न्यूज डॉक्टर गोड न्यूज कौन है सर आपका ऑपरेशन सक्सेस मुझे संपूर्ण सुस्थ डॉक्टर मैं कौन सा प्रॉब्लम नहीं मैं संपूर्ण सुस्थ अछि हेले डॉक्टर मोदर घर को फेरी था अपन मो घर को न आसी ए बोधाश्रम आछन तो कौन भाई ये मो मां ये मां का କଥା ଆପଣ କହୁଥିଲେ ନା आगे जो मां ତାଙ୍କର ଗୋଟେ କିଡନୀ ବିକି ଆପଣ ଡକ୍ଟର କରିଛନ୍ତି ତାଙ୍କ ଏ ବୁଦ୍ଧାଶ୍ରମ ଆଣିଛନ୍ତି କଣ ପାଇଁ ପରିସ୍ଥିତି ମୋତେ ବାଧ୍ୟ କରିଛି ଅନେକ ଚିନ୍ତା କଲା ପରେ ବି ନିଷ୍ପତ୍ତି ନେଇଛି ମୋ ମା ତାର ବାକି ଜୀବନ ନେଇ ଆପଣଙ୍କ ପାଖରେ ରହିଲେ ଶାନ୍ତିରେ ରହିବ ଆଜ୍ଞା ମନା କରନ୍ତୁନି ହେଲେ ତାଙ୍କ ମତେ ପଳେଇ ବସୁଛନ୍ତି କାହିଁକି ନାଇଁ ଏବେ ନାଇଁ 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 ପଳେଇ ବସିବା ଠିକ ହଉନି ମ୍ୟାଡ଼ାମ आप तले कहीं बसुंदी उठो तो मैडम पड़े बसुंदी उठो तो मैडम उठो तो आरामରେ ବସିବୁ ଟେନସନ୍ ନେଉନି ଦେହ ଆସ୍ତେ ଆସ୍ତେ ଭଲ ହେଇଯିବ ବସି ତମେ ମୋତେ ଚିହ୍ନି ପାରୁଛ ନା ଚିହ୍ନି ପାରୁଛ ମୋତେ ସେଦିନ ବର୍ଷା ବେଗମ ଆଖିଆଗରେ ଚଳଚଳ ହେଇନଥିଲା ତମର ଦୁଇଟା ଝିଅ ପଇସା ଆଉ ଅର୍ଚନ ସେମାନଙ୍କ ଖୋଜି ଖୋଜି ହତାଶ ହେଇ ବଞ୍ଚିବାର ଆଶା ହରେଇ ଦେଇଥିଲା ବେଳେ ସେନ୍ସଲେସ୍ ଅବସ୍ଥାରେ ମୋ ଗୋଟାଏ ଅଚଣା ଚିହ୍ନା ପୁଅକୁ ପାଇଥିଲି ଯାହାର ପଛ କଥା କିଛି ମନେ ନଥାଏ ମୁଣ୍ଡରେ ସର୍ପ ଆଘାତ ଲାଗିଥିବାରୁ ସେଟା ଅଧୀନକୁ ହରେଇ ବସିଥାଏ ତମେ ତମ ଝିଅମାନଙ୍କୁ ହରେଇବା ଦୁଃଖରେ ବହୁତ ଭାଙ୍ଗି ପଡ଼ିଥିଲ ସେ ଅସନା ଅସନ୍ଧ୍ୟା ପିଲାଙ୍କୁ ତମରି ହାତ ଟେକି ଦେଇ ମୁଁ ତମକୁ କହିଥିଲି ଏଇ ପୁଅ ହବ ତମ ଅଧା ରାତିର ସାଥୀ ସେ ପୁଅ ବହୁତ ବଡ଼ ହେଇଯିବ ନା ସେ ପୁଅ କଥା ଅତୀତକୁ ମନେ ପକେଇ ପାରିଲା ସେ ପୁଅ କ'ଣ କହିପାରିଲା ସେ କିଏ ତା ନାଁ କ'ଣ ତା ଘର କୋଉଠି କିଏ ତା ବାପା କିଏ ତା ମା କହିପାରିଲେ ସେ ପୁଅ କହିପାରିଲାନି ସେ ଅଜଣା ଚିହ୍ନା ପିଲାଟେ କୋଉଠି ଅଛି ଯାହାର ସେନ୍ସରେ ଆଣି ମୁଁ ତାକୁ ନୂଆ ଜନ୍ମ ଦେଇଥିଲି
ଆଉ ଯୋଉ ପିଲାକୁ ତମେ ତମ ସର୍ବସ୍ୱ ଅଜାଡ଼ି ଦେଇ ତାକୁ ଦୁନିଆର ବଡ଼ଦାଣ୍ଡର ଠିଆ କରିଥିଲ, ଜୀବନ ମରଣ ସଂଗ୍ରାମ କରିବା ପାଇଁ ତମେ ତାକୁ ବାଟ ଦେଖେଇଥିଲ। ସେ ପୁଅ ଏବେ କୋଉଠି ଅଛି, କେମିତି ଅଛି, କ'ଣ କରୁଛି, ତାକୁ ଦେଖିବାକୁ ମୋର ଭାରି ଇଚ୍ଛା ହଉଛି। ନିଜ ଭଉଣୀ ପ୍ଲିଜ୍ ଦୟାକରି କୁହ ସେ ପୁଅ ଏବେ କୋଉଠି ଅଛି? ସେ ପୁଅ